ঘন্টি হসলা ফাদার ঘন্টি ঘন্টি হসলা ফাদার এটা হে ବୋପା ଝିଅ ଦି ଜଣ ଯାକ କୁଆଡ଼େ ଉଭାନ ହେଇଗଲେ ନା କ'ଣ ଘର ଭିତରେ କେହି ଦେଖା ଯାଉନାହାନ୍ତି ଏଇଟା କୁଆଡ଼େ ଗଲେ ସବୁ ଘଣ୍ଟି ଘଣ୍ଟି ଏଇଟା କ'ଣ କରୁଛ ଘର ଭିତରେ ଘଣ୍ଟି କ'ଣ ହେଲା କାଇଁ ପାଟି କରୁଛ? আমি ପାଟି କରୁଛି ବୁଝିଲ ଘଣ୍ଟି ତମକୁ ଡାକି ଡାକି ପଡ଼ିଗଲାଣି ମୋ ତଣ୍ଟି ବୁଝିଲ ବାସ ବଳଦ ତମ ରଡି ଶୁଣି ମୁଁ ଭାବିଲି ବାହାରେ ବବଉଛି ଗଧ କ'ଣ ହେଲା ମୁଁ ଗଧ ନାଇଁ ହନୁମାଙ୍କଡ଼ ଥାଉ ତମ ସହିତ ମୁଁ ବକର ବକର ହେଇପାରିବି ନା କୁହ କାଇଁ ଡାକୁଥିଲ? ଯାବତୀୟ ଅଳିଆ କରୁଛ ବୁଝିଲ ଏ ବେଶୀ ଗପ ନା ମତେ ପ୍ରବଳ ଭୋକ ରୋଷେଇ ସରିଲାଣି ନା ନାଇଁ ହଁ ମନ୍ତ୍ରୀ ଘର କଥା ଆଉ ରୋଷେଇ ସରିନଥିବ କ'ଣ ଏପର୍ଯ୍ୟନ୍ତ ବାକି ଥିବ ଆଚ୍ଛା ଆଜି କ'ଣ ରୋଷେଇ ହେଇଛି? ହଁ 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 ଆଜି ଗୁରୁବାରେ ଅରୁଆ ସାଙ୍ଗକୁ ଅଣ୍ଡା ଝୋଳ ହେଇଥିବ ଆଚ୍ଛା ତମେ ଖାଇସାରିଲଣି? ନା ଇଏ ଯାଏ ଉପାସ ରହିବା ସ୍ତ୍ରୀ ତମେ ନୁହଁ ଆଚ୍ଛା ତମ ସ୍ୱାମୀ ଖାଇନାହାନ୍ତି ତମେ କେମିତି ଖାଇଦେଲ? ଓହୋ ଆପେ ବଞ୍ଚିଲେ ବାପର ନା ବୋପା ଠାରୁ ଶିଖି ଦେଇଛ ଆଚ୍ଛା ତମ ନା ଘଣ୍ଟି କାହିଁ ହେଲା? ଓହୋ ତମ ବାପା ନା ହଉଛି ତ୍ରିଶୂଳିଆ ତ୍ରିଶୂଳ ଧରିକି ମନ୍ଦିର ଭିତରେ ତାଣ୍ଡବ ନୃତ୍ୟ କରନ୍ତି ଆଉ ଘଣ୍ଟିଟା ବାହାରେ ଟଙ୍ଗା ହେଇଥାଏ ସେଇ ନାକି ତମ ନା ଘଣ୍ଟି ହେଇଛି ଆଉ ଆଚ୍ଛା ତମେ ଖୋଜି ଖୋଜି ବାସୁଆ ବଳଦକୁ କାହିଁ ବାହାହେଲ? ଓହୋ ମନ୍ଦିର ଭିତରକୁ ଯିବାକୁ ହେଲେ ଆଗେ ବାସୁଆ ବଳଦ ପଛରେ ହାତ ମାରିବାକୁ ପଡ଼ିବ ସେଇଥିପାଇଁ ଆଉ କ'ଣ ମାଇଲ କ'ଣ? କାଇଁ ମାଇଲି? ନିଜେ ପ୍ରଶ୍ନ ପଚାରି ନିଜେ ଉତ୍ତର ଦଉଛ ସେଇଥିପାଇଁ ମାଇଲି। ଆଚ୍ଛା ଠିକ୍ ଅଛି ଯାବତୀୟ ଅଳିଆ କରୁଛ ବୁଝିଲ ଏଥର ମୁଁ ପଚାରୁଛି ତମେ ଉତ୍ତର ଦିଅ ଆଚ୍ଛା ମତେ କହିଲ ଏଇ ଯୋଉ ଶାଢ଼ୀଟା ତମକୁ କିଏ ଦେଇଥିଲା? ମୋ ବାପା ଦେଇଛନ୍ତି। କୋଉଠୁ ଆଣିଥିଲେ? ଯେ କୋଉଠୁ ଆଣିଥିଲେ? ମାର୍କେଟରୁ ଆଣିଥିଲେ। କୋଉ ମାର୍କେଟରୁ? 1 ନମ୍ବର ମାର୍କେଟରୁ। କୋଉ ଦୋକାନରୁ? ବଡ଼ ଦୋକାନରୁ। କେତେ ଟଙ୍କା ଦେଇକି? 2000 ଟଙ୍କା। ଏତେ ଦାମୀ ଶାଢ଼ୀ କାହିଁ ଆଣିଲେ? ମୁଁ ସୁନ୍ଦର ଦିଶିବା ପାଇଁ। ତମେ ଅସୁନ୍ଦର ଦିଶିଲେ କ'ଣ ହବ? ମୋ ପ୍ରେମିକ ନାକ ଟେକିବ। ହେଇ ତମର କେତେ ଜଣ ପ୍ରେମିକ? 5 ଜଣ। ପ୍ରେମ କରିବା କେବେ ଆରମ୍ଭ କଲ? 5ମ ଶ୍ରେଣୀରୁ। ସିନ୍ଦୁର ପିନ୍ଧିବା କେବେ ଆରମ୍ଭ କଲ? 6ଠ ଶ୍ରେଣୀରୁ। ମା ହବା କେବେ ଆରମ୍ଭ କଲ? 7ମ ଶ୍ରେଣୀରୁ। କହିଲା 7ମ ଶ୍ରେଣୀରୁ। ତୁ କ'ଣ ମୋ ଝିଅକୁ ମାଇଲୁଣି? ମୁଁ ମାଇଲୁଣି? ଇଏ ତମ ଝିଅ? ଆଚ୍ଛା ମତେ କହିଲ ଇଏ ତମ ନିଜ ଝିଅ ନା ଧର୍ମ ଝିଅ? ହଁ ଇଏ ତମ ଧର୍ମ ଝିଅ ହେଇଥିବ ଆଉ ଆଚ୍ଛା ଆକୁ କିଏ ଜନ୍ମ ଦେଇଥିଲା? ଓହୋ ତମ ସ୍ତ୍ରୀ ଜନ୍ମ ଦେଇଥିବ ଆଉ ଆଚ୍ଛା ଇଏ କେତେବେଳେ ଜନ୍ମ ହେଇଥିଲା? ନା 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 ଦିନ ଦିପହର ବହୁତ ଖରାରେ ଜନ୍ମ ହେଇଥିବ ଆଉ ଆଚ୍ଛା ମତେ କହିଲ ତମର କେତେ ଜଣ ସ୍ତ୍ରୀ? 8-10 ଜଣ ସ୍ତ୍ରୀ ହେଇଥିବେ ଆଉ ଆଚ୍ଛା ଇଏ ଝିଅର ବୋପା କିଏ? ହଁ 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 ବାହାର ଲୋକ ଗୋଟା କିଏ ହେଇଥିବ ଆଉ କ'ଣ? ହେଇ ତୁ ମଣିଷଟା ନା ପାଗଳା କୁକୁର? ସବୁବେଳେ କ'ଣ ଗୋଟେ ଭୋ ଭୋ ହଉଛୁ? ଆଲୋ ମା ଘଣ୍ଟି ୟାର କୋଉ ଗୁଣଟା ଦେଖି ତୁ ଫସିଲୁ? ଭାଇ ମେଣ୍ଟାଲିଆଟା ପାଖରେ କେମିତି ସାରା ଜୀବନ ଚଳିବୁ ମୁଁ ଖାଲି ସେଇ କଥା ଚିନ୍ତା କରୁଛି। କ'ଣ ସେ ଆଗରୁ ଭଲ ଥିଲେ ଏଇ ଘରକୁ ଆସିଲା ଦିନରୁ ମେଣ୍ଟାଲ ହେଇଗଲେଣି। ହଁ ବସି ବସିକା ମନ୍ତ୍ରୀ ଘର ଖାନା ଖାଇ ହିଟ୍ ହେଲା ତ ସେଇଥିପାଇଁ ତା ମୁଣ୍ଡ କାମ କରୁନଥିବ ଆଉ ଷଣ୍ଢ ବାବୁ ଆସିଗଲ ହଉ ଯାହା ହଉ ଠିକ୍ ଟାଇମ୍ରେ ଆସିଗଲ। ଏ ମା ଘଣ୍ଟି ବଳଦ ନେଇ ସିଆଡ଼େ ଯା। ଚାଲ ଘର ଭିତରକୁ। ଆଚ୍ଛା ବନ୍ଧୁ ତମେ କିଏ? ହଁ ରାକ୍ଷସ ଭଳିଆ ଦେଖାଯାଉଛ କୋଉ ଗୋଟାଏ ଭଡ଼ାଟିଆ ଗୁଣ୍ଡା ହେଇଥିବ। କ'ଣ କରିବେ କ'ଣ କରିବେ? ନାଇଁ ମୋ କହିବା କଥା ହେଲା ତମକୁ ଏଠି ଡାକିଛି କିଏ? ହଁ ହଁ ମୋ ଶ୍ୱଶୁର ଫାଦର ଡାକିଥିବେ ଆଉ ଆଚ୍ଛା ତମକୁ କାହିଁକି ଡାକିଛନ୍ତି? ହଁ ହଁ ଜାଣି ସାରିଲିଣି କାହାକୁ ଗୋଟେ ରାମ୍ପିକି ନଣ୍ଡା କରିବା ପାଇଁ ଡାକିଥିବେ। ତୁ ଏଠୁ ଭଲରେ ଭଲରେ ଯିବୁ ନା ନିଜେ ଏଠି ଠିଆ ଠିଆ ନଣ୍ଡା ହବୁ? ଚାଲ ଭିତରକୁ ଆଉ ଏତେ ଗପନି। ହେ ଟିକେ ରୁହ ଯିବା ବେଳେ ଗୋଟେ କଥା କହିଯାଉଛି ବନ୍ଧୁ ମନେ ରଖିଥିବ କାମରେ ଆସିବ। ନିଜ ବୁଦ୍ଧିରେ ବାଟ ଚାଲିଲେ ବୋପାର ନାଁ ରହିବ ଆଉ ପର ବୁଦ୍ଧିରେ ବାଟ ଚାଲିଲେ ଚାହିଁଲ ବନ୍ଧୁ ପିଠିରେ ପୋଖରୀ ଖୋଳା ହବ। ଚାଲ ଚାଲ
ଷଣ୍ଢ ବାବୁ ସମ୍ଭବ କାହିଁ ସମ୍ଭବକୁ ପାଇଲେ ମୁଁ ତାର ଏମିତି ଅବସ୍ଥା କରିବି ଯେ ସେ ନିଜେ ବି ଚିନ୍ତା କରିପାରିବନି। ଓହୋ ସେ ସବୁ ପଛ କଥା। ମୁଁ ଏଠିକି ତମକୁ ସମ୍ଭବର ସ୍ତ୍ରୀ ମୌସୁମୀ ପାଇଁ ଡାକିଛି। ହାଁ ତମେ ତାକୁ ଏଠୁ ଉଠେଇ ନବ, ଗୋଟେ ରାତି ପାଖରେ ରଖି ତାପରେ ଛାଡ଼ିଦବ। ମୁଁ ଗୋଟେ ଗୁଳିରେ ଦିଟା ଶିକାର କରିବାକୁ ଚାହେଁ। ରାତି ପାହିଲା ବେଳକୁ ମୋ ଭଣଜା ତାକୁ ଛାଡ଼ପତ୍ର ଦେବ, ଆଉ ମୋ ଭଣଜା ଛାଡ଼ପତ୍ର ଦେଲେ ସେ ମହିଳା କମିଶନ ଯିବ, ମିଡ଼ିଆ ବାଲା କେସ୍ଟାକୁ ହାଇଲାଇଟ୍ କରିଦେବେ, ମହେନ୍ଦ୍ର ମାନସିଂର ମନ୍ତ୍ରୀ ପଦ ଚାଲିଯିବ। ତାପରେ ବାଇ ଇଲେକ୍ସନ ହବ। ଆସନ୍ତା ଇଲେକ୍ସନରେ ମୁଁ ଠିଆ ହେବି। ମୁଁ ନିଜେ ଇଲେକ୍ସନ ଜିତି ମନ୍ତ୍ରୀ ହେଇ ପୁରା ହାଇଲାଇଟ୍ ହେଇଯିବି। ଖାଲି ମଉକାକୁ ମୁଁ ଅପେକ୍ଷା କରିଛି। ଠିକ ଅଛି ଡାକ ସେ ମୌସୁମୀ। ହଉ ଠିକ୍ ଅଛି, ମୁଁ ତାକୁ ସାଙ୍ଗେ ସାଙ୍ଗେ ଏଠିକି ପଠେଇ ଦେଉଛି। ଆଉ ଗୋଟେ କଥା ଶୁଣ, ଏ ଘରେ ମୋ ଝିଅ ଜ୍ୱାଇଁକି ଛାଡ଼ିଦେଲେ ଆଉ କେହି ନାହାନ୍ତି। କଥାଟାକୁ ପୁରା ହାଇଲାଇଟ୍ କରିଦେବ ହେଲା। এই মৌসুমী পাই মো ভৌণী মানসিং পরিবার বউ হয়ে পারলা। এই মৌসুমী পাই মো ভৌণী সম্ভব সহিত প্রতারণা কলা। কাহাকে ছাড়িবিনি, কাহারিকে ছাড়িবিনি, মরিব সম্ভব।